ଭାରତରେ ଏପରି କେତେକ ସ୍ଥାନ ରହିଛି ଯେଉଁଠି ହୋଲି ପାଳନର ସ୍ୱତନ୍ତ୍ରତାକୁ ନେଇ ଏଠାକାର ହୋଲି ବେଶ୍ ଚର୍ଚ୍ଚାରେ ରହିଥାଏ। ଆସନ୍ତୁ ଏବେ ଏମିତି କେତେକ ସ୍ଥାନ ସମ୍ପର୍କରେ ଜାଣିବା। ସେଥିରୁ ଗୋଟେ ସ୍ଥାନ ହେଉଛି ମହାରାଷ୍ଟ୍ରର ସାତପୁଡ଼ା ପର୍ବତମାଳା। ସେହି ପର୍ବତମାଳା ନିକଟରେ ମେଲଘାଟ ଗ୍ରାମର ଆଦିବାସୀମାନେ ଏବେ ବି ପାରମ୍ପରିକ ରୀତିରେ ରାତି ଅଧରୁ ହୋଲି ପାଳନ କରିବା ସହ ପ୍ରକୃତି ପୂଜା କରିଥାନ୍ତି। ହୋଲିର ପୂର୍ବ ସନ୍ଧ୍ୟାରୁ ଆରମ୍ଭ ହୋଇ 5 ଦିନ ପର୍ଯ୍ୟନ୍ତ ଏଠାର ହୋଲି ଉତ୍ସବ ପାଳିତ ହୋଇଥାଏ। ବୟସ୍କମାନେ ଏହି ଦିନ ପୁଅ ଝିଅଙ୍କ ବାହାଘର ସ୍ଥିର କରିବାର ପରମ୍ପରା ମଧ୍ୟ ରହିଛି। ଆଉ ଏଠାକାର ଯୁବକ ଯୁବତୀମାନେ ବି ନିଜ ମନ ପସନ୍ଦର ସାଥୀ ସ୍ଥିର କରି ଏହି ଦିନ ପରିବାର ବର୍ଗଙ୍କୁ ସୂଚନା ଦେଇଥାନ୍ତି। ହୋଲିର ପ୍ରଥମ ରାତିରେ ଗ୍ରାମବାସୀ ଦେବୀ ମେଘନାଦଙ୍କ ପ୍ରତିମା ଗ୍ରାମ ବାହାରେ ପ୍ରତିଷ୍ଠା କରିବା ସହ ପୂଜାର୍ଚ୍ଚନା କରନ୍ତି ଏବଂ ହୋଲିକା ଦହନ କରାଯାଏ। ପୁରୁଷ ଓ ମହିଳା ଭାବେ 2ଟି ପୃଥକ ହୋଲିକା ଦହନ କରାଯିବା ସହ ଏହି 2ଟି ମଝିରେ ଏକ ଝୁଲଣା ବାନ୍ଧି ସେଥିରେ ଶିଶୁର ପ୍ରତୀକ କରି ପଥରଟିଏ ରଖିଥାନ୍ତି। ହୋଲିକା ଦହନ ବେଳେ ସେହି ଝୁଲଣାକୁ ଝୁଲେଇବା ସହ ଶିଶୁ କାନ୍ଦିବା ପରି ସ୍ୱର ମଧ୍ୟ କରିଥାନ୍ତି। କନିଷ୍ଠମାନେ ଏହି ପୂଜା ପରେ ବଡ଼ମାନଙ୍କ ଆଶୀର୍ବାଦ ନେଇଥାନ୍ତି। ସାତପୁଡ଼ା ପର୍ବତ ଶ୍ରେଣୀ ଦେଇ ଯାଇଥିବା ତାପି ନଦୀର ମଧ୍ୟ ପୂଜା କରାଯାଏ। ଏହିପରି କୁଡ଼ାମାର ହୋଲି ବହୁତ ଭାବେ ପ୍ରସିଦ୍ଧ। ଏହା ରାଜସ୍ଥାନ ଅଜମେର ଜିଲ୍ଲା ଅନ୍ତର୍ଗତ ଭିନୟା ତହସିଲରେ ହୋଲିକା ଦହନ ପରଦିନ ଧୁଲେଣ୍ଡି ଠାରୁ 9 ଦିନ ମଧ୍ୟରେ କୁଡ଼ାମାର ହୋଲି 3 ଥର ଖେଳାଯିବାର ପରମ୍ପରା ରହିଛି। ଏହା କୌଣସି ଯୁଦ୍ଧ ଠାରୁ କମ୍ ହୋଇନଥାଏ। ଏଥିରେ ଲୋକେ 2 ଦଳରେ ବିଭକ୍ତ ହୋଇ ପରସ୍ପର ଉପରେ ଖୁବ୍ ଜୋରରେ କୁଡ଼ା ଅର୍ଥାତ୍ ସୂତାରେ ତିଆରି ମୋଟା ଚାବୁକ ପରି ଦୌଡ଼ି ପ୍ରହାର କରିଥାନ୍ତି। ସୁରକ୍ଷା ପାଇଁ ଏଥିରେ ସାମିଲ ହୋଇଥିବା ପୁରୁଷମାନଙ୍କ ମୁଣ୍ଡରେ ଖୁବ୍ ମୋଟା ପଗଡ଼ି ଭିଡ଼ାଯାଏ। ଏହା ବହୁତ ପୁରୁଣା ପରମ୍ପରା ହୋଇଥିବା ବେଳେ କୁଡ଼ାମାରା ପ୍ରାୟ 6 ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ। ପ୍ରଥମେ ଭେରୁଜୀଙ୍କ ପୂଜା କରିବା ପରେ ଢୋଲ ବାଦ୍ୟ ସହ ଏହି କୁଡ଼ାମାର ଆରମ୍ଭ ହୁଏ। କିମ୍ବଦନ୍ତୀ ଅନୁସାରେ 450 ବର୍ଷ ପୂର୍ବେ ଯୋଧପୁର ମହାରାଜା ରାୟ ମଲ୍ଲଙ୍କ ପୁତ୍ର ଚନ୍ଦ୍ରସେନଙ୍କୁ ମୋଗଲ ଶାସକ ନିର୍ବାସିତ କରିଥିଲେ। ତାଙ୍କ ପୁତ୍ର କର୍ମସେନ ଏଣେତେଣେ ବୁଲିବା ପରେ ରାଜା ପୃଥ୍ୱୀରାଜ ଚୌହାନଙ୍କ ରାଜଧାନୀ ନିକଟରେ ଭିନୟ ନାମରେ ନିଜ ରାଜ୍ୟ ପ୍ରତିଷ୍ଠା କଲେ। ଏହାର ସୁରକ୍ଷା ପାଇଁ ବୀର ସୈନ୍ୟଙ୍କୁ ନିୟୋଜିତ କରିବା ଲାଗି ସେ ଏହି କୁଡ଼ାମାର ପରୀକ୍ଷା ଆୟୋଜନ କରାଇଥିଲେ। ସେମିତି ମଧ୍ୟପ୍ରଦେଶରେ ଗାଢ଼ାଟଣା ହୋଲି ବହୁତ ପ୍ରସିଦ୍ଧ। ଏହା ମଧ୍ୟପ୍ରଦେଶର ଖରଗୁନ ଜିଲ୍ଲା ଅନ୍ତର୍ଗତ କସରବାଦଠାରେ ଖେଳାଯାଇଥାଏ। ଏଠାକାର ହୋଲି କେବଳ ରଙ୍ଗର ପର୍ବ ଭାବେ ପାଳିତ ହୋଇନଥାଏ, ବରଂ ଆସ୍ଥା, ଶକ୍ତି ଏବଂ ପରମ୍ପରାର ଏକ ଅପୂର୍ବ ସଙ୍ଗମ ବୋଲି କୁହାଯାଇପାରେ। ପ୍ରତିବର୍ଷ ପରି ମଧ୍ୟ ଚଳିତ ବର୍ଷ 70 ବୟସ୍କ ଏବଂ 50 କିଲୋ ଓଜନର ଜଣେ ବୃଦ୍ଧ ଶ୍ରୀରାମ ଯାଦବ ପ୍ରାୟ 1000 ଟନ୍ ଓଜନର ଗାଡ଼ି ଟାଣିବେ। ଏହି ଗାଡ଼ି କାଠ ଏବଂ ଲୁହାରେ ତିଆରି ହୋଇଥିବା ବେଳେ ଏଥିରେ 14ଟି ଖୁବ୍ ଓଜନିଆ ଚକ ଲାଗିଥାଏ। ଗାଡ଼ି ଖିଚାଇ ପାଇଁ ଯାଦବ ସମାଜ ବଡ଼ୁଆ ବା ଟଣାଣି ଦେଇଥିବା ବେଳେ ପାଟିଦାର ସମାଜ ଗାଢ଼ା ନିର୍ମାଣ କରିଥାନ୍ତି। ଏହି ପରମ୍ପରାକୁ ଏବେ ନିର୍ବାହ କରୁଥିବା ଶ୍ରୀରାମଙ୍କ ଶରୀରରେ ଏକାଦଶୀ ଠାରୁ ଧୁଲେଣ୍ଡି ପର୍ଯ୍ୟନ୍ତ ଭଗବାନ ଖଣ୍ଡୋଦ ଏବଂ ପୀର ବାବା ବାସ କରୁଥିବା ବିଶ୍ୱାସ କରାଯାଏ। ଏହି ସମୟରେ ତାଙ୍କ ଶରୀର ହଳଦିଆ ପଡ଼ିଯାଇଥାଏ। ଯେଉଁଠି ଅନେକ ଲୋକ ମିଳିତ ଭାବରେ ଏହି ଗାଢ଼ାକୁ ଟାଣି ପାରନ୍ତି ନାହିଁ, ସେଠାରେ ସେ ଅନ୍ୟାସରେ ଏହି ଗାଢ଼ା ଏବଂ ତା ଉପରେ ବସିଥିବା ଲୋକମାନଙ୍କୁ ଟାଣି ପାରନ୍ତି। ଏହି ପରମ୍ପରା ଆରମ୍ଭ ହେବା ପୂର୍ବରୁ 5 ଜଣ ମହିଳା ତାଙ୍କ ଦେହରେ ହଳଦୀ ଛାପ ଲଗାଇଥାନ୍ତି। ଗାଢ଼ା ଖିଚାଇ ସମୟରେ ମହିଳାମାନେ ପାରମ୍ପରିକ ନିମାଡ଼ି ଗୀତ ଗାଇ ପରିବେଶକୁ ଭକ୍ତିମୟ କରିଥାନ୍ତି। ଯେତେବେଳେ କିଛି ସ୍ୱତନ୍ତ୍ର କଥା ଆଲୋଚନା ହୁଏ, ସେତେବେଳେ ବିହାର ପଛେଇଯିବ କେମିତି? ବିହାରରେ ପ୍ରସିଦ୍ଧ ହୋଲି ହେଉଛି ଘୁମର ହୋଲି। ଏହା ବିହାରର ସହରସା ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର 8 କିଲୋମିଟର ଦୂରରେ ବନଗାଁଓ ଠାରେ ସ୍ୱତନ୍ତ୍ର ଭାବରେ ଖେଳାଯାଏ।
ଏଥିରେ ଲୋକ ପରସ୍ପର କାନ୍ଧରେ ଚଢ଼ି ରଙ୍ଗ ଲଗାଇଥାନ୍ତି। ସନ୍ଥ ଲକ୍ଷ୍ମୀନାଥ ଗୋସାଇଁ ଏହି ହୋଲି ଆରମ୍ଭ କରିଥିଲେ। ଗ୍ରାମବାସୀ ସ୍ଥାନୀୟ ଲଳିତ ବଙ୍ଗଳା ନିକଟରେ ଏକତ୍ରିତ ହେବା ପରେ ଭଗବତୀ ଦ୍ୱାରରେ ପହଞ୍ଚିଥାନ୍ତି ଏବଂ ସେଠାରେ ଏହି ହୋଲି ଖେଳ ଜାକଜକମରେ ଆରମ୍ଭ ହୁଏ। ଏହି ପରମ୍ପରା ଭଗବାନ ଶ୍ରୀକୃଷ୍ଣଙ୍କ ସମୟରୁ ପ୍ରଚଳିତ ଥିଲେ ବି ଅଷ୍ଟାଦଶ ଶତାବ୍ଦୀରୁ ବନଗାଁର ପ୍ରସିଦ୍ଧ ସନ୍ଥ ଲକ୍ଷ୍ମୀନାଥ ଗୋସାଇଁ ସେଠାରେ ଏଭଳି ହୋଲି ଆୟୋଜନ ଆରମ୍ଭ କରିଥିବା କୁହାଯାଏ। ଏଥିରେ ଗ୍ରାମର ଯୁବକମାନେ କେବଳ ପରସ୍ପର କାନ୍ଧ ଉପରେ ଚଢ଼ି ରଙ୍ଗ ଲଗାନ୍ତି ନାହିଁ, ପୋଷାକ ଚିରି ମଧ୍ୟ ରଙ୍ଗ ବୋଳିଥାନ୍ତି। ମହିଳାମାନେ ବି ଘର ଭିତରୁ ସେମାନଙ୍କ ଉପରୁ ଅଭିର ଓ ରଙ୍ଗ ପାଣି ଫିଙ୍ଗନ୍ତି। ସେଥିପାଇଁ ଭାରତର ବିବିଧ ସଂସ୍କୃତି ମଧ୍ୟରେ ରଙ୍ଗର ପର୍ବ ହୋଲି ଖୁବ୍ ସ୍ୱତନ୍ତ୍ର।